4 ପିସ୍ ରହିବ ଚିକେନ 2 ପିସ୍ ଆଳୁ 2 ପିସ୍ ଝୋଳ। ମୁଁ ଆପଣଙ୍କୁ ଚକୁଳିଟା ଦେଖେଇ ଦେବି ଦେଖନ୍ତୁ। ଏଇଟା ରହିଲା ଚକୁଳି। ଆଜି ପୁରା ଅଲଗା ପ୍ରକାର ଖାଇବା। ଗୋଟାଇ ଚକୁଳି କି ପୁରା ଝୋଳରେ ଭେଦା ହେଲା ଏଇଭଳିଆ ଗୋଟାଇ ଚକୁଳି। ମମତା ଭଉଣୀଙ୍କର ଏଇଟା ହାତ ରନ୍ଧା ସ୍ପେଶାଲ କଢେଇ ଚିକେନ। ବରଟା ଦେଖନ୍ତୁ ପୁରା ବଢିଆ ସେ ତେଲ ଫେଲ ଦେଇକି ବଢିଆ ସେ ପାଗ ପୁରା ବଢିଆ ସେ କରିକି ମାନେ ଗୋଟେ ଜିନିଷ କହିବୁ ଭଉଣୀ ମାନେ ଆଜିକାଲିର ନାରୀ କିଛି କୋଉ ଗୁଣରେ କମ୍ ନୁହନ୍ତି। କମ୍ ହେବେ କାହିଁକି ସବୁ କରିପାରିଲେନି ନା। ଏଇଟା ରହିଲା ଆମର ଡାଲମାଟା ନାଇଁ କି। ନମସ୍କାର ଜୟ ଜଗନ୍ନାଥ ଦାସ ଭାଇନା ଚ୍ୟାନେଲକୁ ଆପଣଙ୍କୁ ସ୍ୱାଗତ। ଆଉ ଆଜି ଜଣେ ଭାଇନାଙ୍କ ରେକମେଣ୍ଡରେ ଯାଉଛୁ ଗଙ୍ଗପଡ଼ା। ମାନେ ଗୋଟେ ଭଉଣୀ ମାନେ ଛୋଟିଆ ଟିଫିନ୍ ଷ୍ଟଲ୍ଟେ କରିଛନ୍ତି ଯୋଉଟାକି ଦାସ ଭାଇନାର ମାନେ ସ୍ପେସିଆଲ କ'ଣ କହିଲେ ଚିକେନ ଚକୁଳି ଯୋଉଟାକି ପସନ୍ଦ। ତ ଆମେ ସେଇଟାକୁ ଟେଷ୍ଟ କରିବାକୁ ଯାଉଛୁ। ଆଉ ଏତିକି କହିବୁ ମାନେ ଦାସ ଭାଇନାର ପ୍ରଥମ ଭିଡ଼ିଓ ହେବ ଚିକେନ ଚକୁଳି। ଆପଣମାନେ ପୁରା ଭିଡ଼ିଓଟା ଦେଖିବେ। ଆଉ ଗୋଟେ ଭଉଣୀର ସଂଘର୍ଷ ବୁଝିପାରିଲେ ନା। କାହିଁକି ନା ସେ ଭାଇ ଯେତେବେଳେ ଆମକୁ କହିଲେ ଯେ ସେ ଭଉଣୀ କେମିତି କ'ଣ କେତେ କଷ୍ଟରେ କରିଛନ୍ତି ସେଇଟା ଆପଣମାନେ ଗଲେ ଖାଇଲେ ତାପରେ କହିବେ। ତ ଆମେ ତ ଚେଷ୍ଟା କରୁଛୁ ଭିଡ଼ିଓ ମାଧ୍ୟମରେ ମାନେ ଭଉଣୀଙ୍କ କଥାକୁ ଆପଣଙ୍କ ପାଖରେ ପହଞ୍ଚାଇବୁ ଆଉ ଟେଷ୍ଟ ବି କରିବୁ ମନେ କରିବୁ। ଆଉ ସମ୍ପୂର୍ଣ୍ଣ ଭିଡ଼ିଓଟି ଦେଖିବେ। ଆଉ ଯଦି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିବ ଲାଇକ୍ ସେୟାର ଆଉ ସବସ୍କ୍ରାଇବ୍ ମନେ କରି କରିବେ। ଆଉ ଖୋର୍ଦ୍ଧାରୁ ଯେଉଁ ସାଙ୍ଗମାନେ ଦେଖୁଛନ୍ତି ଆପଣଙ୍କ ଏରିଆ ନିଶ୍ଚୟ କମେଣ୍ଟ କରିବେ। ଆଉ ଏ ଗେଟ୍ ଯୋଉ ଦେଖୁନାହାନ୍ତି ଏ ଗେଟ୍ଟା ଇଏ ରହୁଛି ଆମ ପ୍ରିୟର ସୁର ରାଉତରାୟ ସୁର ବାବୁଙ୍କ ନିର୍ବାଚନ ମଣ୍ଡଳୀ ରାସ୍ତା ଜଟଣୀର। ଏଇଟା ଦେଖନ୍ତୁ ରହିଲା ଜଟଣୀ ଗେଟ୍ଟା। ଗଙ୍ଗପଡ଼ା ଏଠୁ ଆଉ ମାତ୍ର ରହିଲା କେତେ କହିଲେ ସେଇ 200-300 ମିଟର ରହିବ। ସିଏ ବି ଯୋଉ କହୁଥିଲେ ପେଟ୍ରୋଲ ପମ୍ପ ଆମେ ଡାଉଟରେ ଅଛୁ। ପେଟ୍ରୋଲ ପମ୍ପ ମାନେ ଦିଟା ପେଟ୍ରୋଲ ପମ୍ପ ଅଛି ନା ଗଙ୍ଗପଡ଼ାରେ ମାନେ ଲେଫ୍ଟ ସାଇଡରେ ରହୁଛି ରାଇଟ୍ ସାଇଡରେ ରହୁଛି। ତ କୋଉ ପଟେ ଗଲେ ହିଁ ଜଣା ପଡ଼ିବ। ଆଉ ବହୁତ ଦିନ ପରେ ବି ସୁଯୋଗ ମିଳିଛି ଟିକେ ଖୋର୍ଦ୍ଧାରେ ଭିଡ଼ିଓ କରିବା ପାଇଁ ଚେଷ୍ଟା କରୁଛୁ ସବୁ ଜାଗାକୁ କଭର କରିବା ପାଇଁ। ଆଉ ଆପଣମାନଙ୍କୁ ଦେଖଉଛି ଦେଖ କେତେ ବଡ଼ ନନ୍ଦୀ ମାନେ ଓଡ଼ିଶାର ସବୁଠୁ ବଡ଼ ନନ୍ଦୀ। ବାପରେ ମାନେ କେତେ ବଡ଼ ହେଇଛି ଦେଖନ୍ତୁ। କିନ୍ତୁ ଦେଖନ୍ତୁ ବଢ଼ିଆ ଦେଖାଯାଉଛି କିନ୍ତୁ ବଢ଼ିଆ। ଆଉ ଏଇଟା ଦେଖନ୍ତୁ ରହିଲା ପେଟ୍ରୋଲ ପମ୍ପ। ଏପଟେ ଗୋଟେ ପେଟ୍ରୋଲ ପମ୍ପ ସେପଟେ ଗୋଟେ। ଆରେ ଭଉଣୀଙ୍କ ଷ୍ଟଲ୍ ଜୁମ୍ କଲୁ ଦେଖନ୍ତୁ ସେ ଭଉଣୀଙ୍କ ଷ୍ଟଲ୍ଟା ହିଁ ରହୁଛି। ତ ଆମକୁ ସେପଟକୁ ଯିବାକୁ ପଡ଼ିବ। ତ ସାଙ୍ଗମାନେ ଆମେ ଏବେ ଅଛୁ ଗଙ୍ଗପଡ଼ାର ପେଟ୍ରୋଲ ପମ୍ପ ପାଖରେ ଥିବା ଜଣେ ଭଉଣୀଙ୍କ ମାନେ କ'ଣ କହିଲେ ଚିକେନ ଚକୁଳି ତା ସହିତ ପରଟା ଚକୁଳି। ତ କ'ଣ କେମିତି କ'ଣ ଟେଷ୍ଟ ରହୁଛି ତ ଆମେ ତ ଫାର୍ଷ୍ଟ ଟାଇମ୍ ଟେଷ୍ଟ କରିବୁ ତ କ'ଣ କେମିତି ଟେଷ୍ଟ ରହୁଛି ଆପଣଙ୍କୁ କହିବୁ। କିନ୍ତୁ କଥା ଦେଇଥିଲେ ଦାସ ଭାଇନା ସବୁବେଳେ ଛୋଟ ଛୋଟ ଯୋଉ ଷ୍ଟ୍ରିଟ୍ ଫୁଡ୍ ରହିଲା ତାକୁ ଏକ୍ସପ୍ଲୋର କରିବା। କଥା ଦେଇଥିଲୁ ଯୋଉଟା ଦାସ ଭାଇନା ମାନେ ଭିଡ଼ିଓ ଆରମ୍ଭରୁ ସେ ଛୋଟ ଛୋଟ ଷ୍ଟଲ୍କୁ ଆପଣଙ୍କ ପାଖରେ ପହଞ୍ଚିବା ପାଇଁ। ତ ଏବେ ଭଉଣୀ ଜଣେ କରୁଛନ୍ତି ଚିକେନ ଚକୁଳି। ଭଉଣୀ ଜୟ ଜଗନ୍ନାଥ। ଭଲ ଅଛନ୍ତି ନା ଆପଣ କ'ଣ ଏକୁଟିଆ ଏସବୁ କରୁଛନ୍ତି? ଏକୁଟିଆ ଘର ଆମର ହଉଛି ଖଣ୍ଡପଡ଼ା। ଭଡ଼ାରେ ରହୁଛି ଯାହାଳରେ। ମାନେ କେତେ ଟଙ୍କା କ'ଣ ରହୁଛି ଚିକେନ ଚକୁଳିଟା? ଚିକେନ ଚକୁଳି ପ୍ଲେଟ୍ 60 ରହିବ। 60 ଟଙ୍କା। କେତେ ପିସ୍ ରହିବ ଚକୁଳି? 4 ପିସ୍ ରହିବ ଚିକେନ 2 ପିସ୍ ଆଳୁ 2 ପିସ୍ ଝୋଳ। 60 ଟଙ୍କା। ପରଟାଟା କେତେ ରହୁଛି? ପରଟା 70 ଟଙ୍କା ରହିବ। 70 ଟଙ୍କା। କେତେ ବଡ଼ ରହିବ ପରଟା? 3 ପିସ୍ ପରଟା ରହିବ। 3 ପିସ୍। ମାନେ ଇଏ କେବେଠୁ ଆପଣ ଆରମ୍ଭ କଲେ? ଏଇ 2 ମାସ ହେବ। 2 ମାସ। ନାଇଁ ଲୋକଙ୍କ ଡିମାଣ୍ଡ ବଢ଼ିଛି। ଆଜ୍ଞା। ଏଇଟା ରହିଲା ଚକୁଳି। ତାପରେ ଏ ରହିଲା ପରଟା। ଏଇଟା ଆମର ରହିଲା ଇଟଲି। ତାପରେ ମଟର ତରକାରୀ ଘାଣ୍ଟିଲେ। ହଁ ଏଇଟା ଆମର ରହିଲା ଡାଲମାଟା ନାଇଁ ଘାଣ୍ଟିଲେ। ତାପରେ ଏଇଟା ଆମର ରହିଲା କି ଚଟଣି ଏଇଟା? ଆରେ ବାପରେ ଇଏ ପୁରା କଢେଇ ଚିକେନ ନାଇଁ କି ଘାଣ୍ଟିଲେ ଟିକେ ସର ପକେଇ ଦେଇଛନ୍ତି ଆଉ ଆଳୁ ରହୁଛି। ଯା ହଉ ଧନ୍ୟବାଦ ଆପଣ ଏତେ ସାରା ଆଇଟମ ସକାଳୁ ସବୁ କରିକି ଆଣୁଛନ୍ତି ନା କଣ?
ନାଇଁ ଏଇଠି ଚିକେନ ଫିକେନ ଏଇଠି ପ୍ରିପେୟାର ନା ଏଇଠି ସବୁ ଡାଲମାଟା ମଟରଟା ଘରେ ହଉଛି। ଘରେ ହଉଛି ଚିକେନଟା କିନ୍ତୁ ଏଇଠି। ଚିକେନ ଚକୁଳି ପରଟା ସବୁ ଏଇଠି। ଆଉ ପୂର୍ବରୁ କ'ଣ କରୁଥିଲେ? ମୁଁ ରୋଷେଇ କରୁଥିଲି ହୋଟେଲରେ। ନିଜେ ରୋଷେଇଆ ଥିଲେ ଆଜି ନିଜେ ମାଲିକ ହେଇଗଲେ। ଆରେ ବାପରେ, ମାନେ ଆକୁ ଯାହା କୁହନ୍ତୁ ଆକୁ କୁହନ୍ତି ଭାଗ୍ୟ ନା କ'ଣ? ନାଇଁ ସାହସ କିଏ ଜୁଟେଇଲେ କେମିତି କ'ଣ? ନିଜେ ସାର୍ ନିଜେ। ମାନେ ଗୋଟେ ଜିନିଷ କହିବୁ ଭଉଣୀ, ମାନେ ଆଜିକାଲିର ନାରୀ କିଛି କୋଉ ଗୁଣରେ କମ୍ ନୁହନ୍ତି। ନାଇଁ କମ୍ ହେବେ କାହିଁକି, ସବୁ କରିପାରିଲେଣି ନା। ମାନେ ଏଇଟା ଯୋଉ ଆଗରୁ ଯୋଉ ଭାବୁଥିଲେ ଆଗରୁ ଯୋଉ ଆମେ ଭାବୁଥିଲେ ଯେ ନାରୀ ଦୁର୍ବଳା, ଏଇଟା କିନ୍ତୁ ଆପଣ ସେଇଟା ପ୍ରମାଣ ମିଛ, କରିଦେଲେ ମିଛ। ମିଛ। ଭଉଣୀ କି ଦେଖନ୍ତୁ, ହଁ କୁହନ୍ତୁ। ନାରୀକୁ ଦୁର୍ବଳ ସେଇଟା କୁହନ୍ତି ଲୋକେ। ହଁ। ଲୋକେ କହି କେତେ ଲୋକ କୁହନ୍ତି, ସମସ୍ତେ ତ ନୁହଁ। ନାରୀ କେବେ ଦୁର୍ବଳ ନୁହଁ। ଯଦି ଭାବନ୍ତୁ ରାସ୍ତା କଡ଼ରେ ପୁଣି ଜଣେ ଭଉଣୀ ସାହସ ବାନ୍ଧି ନିଜ ପରିବାର ପାଇଁ, ମାନେ ନିଜେ ରୋଜଗାର କରି ନିଜ ପରିବାର ଚଳାଉଛନ୍ତି, ନାଇଁ କି? ତାଠୁ ବଡ଼ ଜିନିଷ ଆଉ କିଛି ନାହିଁ। ଘରେ ସବୁ କିଏ କିଏ ଅଛନ୍ତି? ଅଛନ୍ତି ସମସ୍ତେ। ନିଜେ ଚାହିଁଲେ ନିଜେ କିଛି କରିବା ପାଇଁ। ମାନେ ନିଜ ଗୋଡ଼େ ନିଜେ ଛିଡ଼ା ହେବା ପାଇଁ। ଆଜ୍ଞା ତ ଅନ୍ୟ ଉପରେ କାହିଁ ଭରସା କରି ନିଜ ଗୋଡ଼େ ନିଜେ ଛିଡ଼ା ହେବା। ଆଜ୍ଞା। ଆଉ ଆପଣଙ୍କୁ ଆମେ କଥା ଦେଇଥିଲୁ ଦାସ ଭାଇନା ଚ୍ୟାନେଲରେ, ଆପଣଙ୍କୁ ଏଇଭଳିଆ ହୋଟେଲ ସବୁ ଯୋଉ ଛୋଟ ଛୋଟ ଷ୍ଟ୍ରିଟ୍ ଫୁଡ୍ ରହିଲା ତାକୁ ଏକ୍ସପ୍ଲୋର କରିବୁ। ଆମକୁ ଲାଗୁଛି ବୋଧେ ଆମେ ଆଜି ସଫଳ ହେଇପାରିଛୁ। ପ୍ରଥମ ଆସିଲା ଚକୁଳି, କେତେ ପିସ୍ ରହିବ? 4 ପିସ୍। ତାପରେ ନାଇଁ ଚିକେନ ସହିତ ଚକୁଳି କେତେ ଟଙ୍କା ରହୁଛି? 60 ଟଙ୍କା ରହିବ। ଆଗ ଚିକେନଟା ବାଡ଼, ଚିକେନଟା ଦିଅ। ଭଉଣୀ ଆପଣ ନାଁଟା କହିଲେନି। ମମତା ଭଉଣୀଙ୍କର ଏଟା ହାତ ରନ୍ଧା ସ୍ପେଶାଲ କଢେଇ ଚିକେନ। ଏଟା ରହିଲା ଆମର ଡାଲମାଟା, ନାଇଁ କି? ଘୁଗୁନିଟା ଅଲଗା ରହି ଦିଆ ହଉଛି ଦେଇଦେବ ନହେଲେ। ନାଇଁ ଲୋକଙ୍କୁ ଦିଅନ୍ତି ନା ନାଇଁ? ହଁ ସମସ୍ତଙ୍କୁ ଯିଏ ଯାହା ଚାହିଁବ। ଏ ପ୍ଲେଟଟା ରହୁଛି 30 ଟଙ୍କା। ହଁ ଇଏ ଏବେ 30 ଟଙ୍କା ରହିଲା। ଯଦି ଘୁଗୁନି ସାଙ୍ଗରେ ଜଣେ ଖାଇବ ସେଇ ସେମ୍। ସବୁ ସେଇ 30, ନାଇଁ? ଭଉଣୀ ଟାଇମିଂଟା କ'ଣ ରହୁଛି ଆପଣଙ୍କର? 6:30 7ଟା ଭିତରେ ଆସୁଛୁ, 1 2ଟା ପରେ ବନ୍ଦ ହେଇଯାଉଛି। ନାଇଁ ସକାଳୁ କେତେବେଳୁ ଲୋକ ଯଦି ଖାଇବାକୁ ଆସିଲେ କେତେବେଳୁ ଖାଇବେ? 6:30 7ଟା ଭିତରେ। 6:30ରୁ 7ଟା ଭିତରେ, ନାଇଁ? ଆଉ ଫାଇନାଲି ଆମ ମମତା ଭଉଣୀଙ୍କ ହାତ ରନ୍ଧା ସ୍ପେଶିଆଲ ଚିକେନ ଚକୁଳି, ମାନେ ବହୁତ ଦିନ ପରେ ଆପଣ ତ ଦେଖିଥିବେ, ମାନେ ପ୍ରାୟତଃ ବହୁତ ଦିନ ହେଇଗଲାଣି। ତ ଚିକେନ ଚକୁଳି ତା ସହିତ ମାନେ ଚକୁଳି ପରଟା ଡାଲମା। ଆଉ ଗୋଟେ ଜିନିଷ ପ୍ରାଇସ୍ କହିଦେଉଛି ଆପଣଙ୍କୁ, ଯେଉଁଟାକି 30 ଟଙ୍କା ରହୁଛି। ମାନେ ନର୍ମାଲ ଆରମ୍ଭ ହେଉଛି 30 ଟଙ୍କା, ଏଇଟା ରହୁଛି 60 ଟଙ୍କା। ତ ଏବେ ଟେଷ୍ଟ କରିବା। ଆଉ ଦାସ ଭାଇନାର ପ୍ରଥମ ବାଇଟ୍ଟା, ଆଉ ପ୍ରଥମ ଚିକେନ ଚକୁଳି। ପରଟା ଦେଖନ୍ତୁ ପୁରା ବଢ଼ିଆ ସେ ତେଲ ଫେଲ ଦେଇକି ବଢ଼ିଆ ସେ ପାଗ ପୁରା ବଢ଼ିଆ ସେ କରିଛନ୍ତି ଦାସ ଭାଇନା ଷ୍ଟାଇଲରେ, ଏମିତି ପୁରା। ମୋର ରହିଲା ଡାଲମା, ରହିଲା ଡାଲମା ଟେଷ୍ଟ କରିବା। ପାଟିରୁ ନାଳ ବହି ପଡ଼ିଲାଣି ଭାଇ, ହାତ ଖଣ୍ଡେ ପାଇଛନ୍ତି ଯାହା କୁହ। ଡାଲମାଟା ସବୁଠୁ ବଢ଼ିଆ ଲାଗେ। କ'ଣ କହିଲେ ଆପଣ ଗୋଟେ ଜିନିଷ, ପରିବା କେଉଁ ଜିନିଷ ମିସ୍ କରିବେ ନାହିଁ। ମାଟି ଆଳୁ କତରୁ, ସାରୁ କତରୁ, କଖାରୁ ଆଳୁ, ମାନେ ସବୁ। ଆଉ ଗୋଟେ ଜିନିଷ ସବୁଠୁ ବଢ଼ିଆ ଜିନିଷ କ'ଣ କହିଲେ ହରଡ଼ ଡାଲି ତା ସହିତ ମୁଗ ଡାଲି। ଭାଇ ନମ୍ବର 1 ଗୋଟେ ଜିନିଷ କ'ଣ କହିଲେ, ବହଳିଆ କରୁଛ, ଟେଷ୍ଟ ବାସ୍ନା କିନ୍ତୁ ବଢ଼ିଆ ଲାଗେ। ତା ସହିତ ଧନିଆ ପତ୍ର ପଡ଼ିଛି ନା, ଆହୁରି ପୁରା ବାସ୍ନା ପୁରା ମହକି ଯାଉଛି। ତ ଏବେ ପରଟା ସାଙ୍ଗରେ ଗୋଟେ ବାଇଟ୍ ନେବା। ସକାଳୁ ସକାଳୁ ଯଦି ଭୁବନେଶ୍ୱର ଅଛନ୍ତି ନା, ତ ଗଙ୍ଗପଡ଼ା ସାଇଡ଼୍ରେ ଅଛନ୍ତି, ତ ଆପଣ ମାନେ ଯଦି ବି ଆସୁଛନ୍ତି, ଯଦି ବି ଅଛନ୍ତି, ଥରେ ଆସି ଟେଷ୍ଟ କରନ୍ତୁ, ପୁରା ମନ କିଣି ନେଇଯିବ, ଏତେ ବଢ଼ିଆ ଟେଷ୍ଟ। ଆଳୁଟାକୁ ଝୋଳରେ ଚକଟି ଦେଲେ, ଆପଣ ଜାଣିଥିବେ ଅଣ୍ଡା କେଶରକୁ ଝୋଳରେ ଚକଟି କେବେ ଖାଇଛନ୍ତି? ଯେମିତି ଆଳୁଟାକୁ ଚିକେନ ଝୋଳରେ ଚକଟି ଦେବେ, ଗୋଟେ ଡାଲମାଟା କିନ୍ତୁ ମନ କିଣି ନେଲା, ସତରେ ବଢ଼ିଆ ଟେଷ୍ଟ। ଚିକେନ ଟିକେ ମାରେ, ଚିକେନ ଟିକେ ଝୋଳ ଟିକେ ହଉଛି ଆଇଁଷିଆ ଆଗ, ଝୋଳ ଟିକେ ଟେଷ୍ଟ। ଯେଉଁମାନେ କ'ଣ କହିଲେ ଝୋଳଟା କିନ୍ତୁ ଟପ୍ ଦେଖାହେବ, ମାନେ ଅଲଗା ପ୍ରକାର ଲେବୁଲର ଟେଷ୍ଟ, ବଢ଼ିଆ ଲାଗୁଛି। ପିସ୍ରୁ ମୋତେ ବହୁତ ବଢ଼ିଆ ଅଛି। ମୁଁ ଆପଣଙ୍କୁ ଚକୁଳିଟା ଦେଖେଇଦେବି, ଦେଖନ୍ତୁ। ଏଇଟା ରହିଲା ଚକୁଳି,
आज पूरा अलग प्रकार खाइया गोटाई चकुली की पूरा झोल भेदा है यही भाया गोटाई चकुली शांति शांति बुझे माने दास भाईना जोटा कि कथारे कहला जोटा कि कौन माने आपण को जो रास्ता कड़ स्ट्रीट फूड जो रही से जिन आपण पाखे पहुँचापी माने गोटा जिन आम गोटा माने छोटिया हेल्पटे कलु भौणी को माने आमको तो खुशी लगे तो आपण मैंने जदि भी खाई ना ना घरे आसी टेस्ट करूँ भाई मन कि नहीं गोटे जिन खाइबारे पूरा भल पाइबा अच्छे आम दास ब्रदर्स जमी छोट छोट होटेल को एक्सप्लोर करूँ एटी से भाया छोट छोट स्ट्रीट फूड देखो चिकेन चकुली भुवनेश्वर आप बहुत जगह पाइबे कि एटी आम भिड करूँ एपाई गोटे प्रमाण देखापी नारी भी किसी गुण में कम नुहे ना कौन गोटे भौणी रास्ता कड़े स्टल देती निज घर चलते आठू साहस मत लगुच गोटे पुरुष पुओ भी से पारे जी गोटे भौणी साहस कर आम तो भिड मध्यम आपको देखलु छोटिया हेल्पटे कलु तो आपण मैंने जब खाइबा आसवे ना बहुत बड़ हेल्प हम बास बास बढ़िया कथा सब बढ़िया जिन कौन कहले आम जो टेस्ट कहूने तो टेस्टा कौन कहले भौणी जड़े होटेल मैंने रोसई करते तो आप जानते रोसईर माने तो कम क्वांटिटी कर होटेल मैंने बहुत भल अधिकार क्वांटिटी करते बढ़िया टेस्ट करुवे तो से हाथ रंधा ये आप प्लेट देखी दिखाँ पूरा सफा पूरा पोछी बाजी खाई कहीं आम सब वीडियो जहाँ कहूँ ए वीडियो भी से कहूँ भाई खाइबा दीटा सका मिलला से बड़ भाग्य सेटा को आम कहवा जे कहीं माँ लक्ष्मी को दया करते खाइबा पाखे थे भी आप खाईपारे आम तो आरंभ माने भिड आरंभ कही जोटा कि दास बदसर आम कही खाइबा को नष्ट करेंगे ना तो आउ गए जो दास भाईना चैनल आपन को यहाँ भी माने कंटिन्यू करूँ जोटा कि खाइबा को नष्ट करेंगे ना आती कहूँ लास्ट को मंदिर रहू कि घर रहू कि होटेल पूरा पोछी बाजी खाईदे भौणी आमर केत पैसा कौन है चिकेन चकुली 60 टका ଆଉ ପରଟା ଚକୁଳି ଡାଲମା 30 ଟଙ୍କା 90 ଟଙ୍କା ଟୋଟାଲ କିନ୍ତୁ ଖାଇବା ମସ୍ତ ଥିଲା ବୁଝିଲେ डालमाटा किंतु बहुत बढ़िया लगला मते किंतु बहुत बढ़िया लगला डालमाटा आपन को लोकेशन कहि दउची ए जगहटा जो देखुचंदी एटा रहउची गंगपड़ा एटा गंगपड़ा रहउची आ गंगपड़ा थे हिंदुस्तान पेट्रोल पंप मन रखु सेपट रहउची भारत पेट्रोल पंप किंतु आपन जतले खाइबा को आसीबे एटा गंगपड़ा थिबा हिंदुस्तान पेट्रोल पंप ठीकटा कड़रे पूरा कड़रे रहला आपन को आउटे लैंडमार्क कहि दउ देखंतु एटा रहला बीसीबी लॉजिस्टिक पार्क रहा बीसीबी लॉजिस्टिक पार्क ठीक गेट सामने रहा भौणी स्टल तो आशा कर भिडियो आपको भल लगी माने आम तो गोटे छोटिया प्रयासटे कलु जोटा कि भौणी की साहाय्य कलु माने भिडियो मध्यम टेस्ट भी कलु भाई मन को छुईगला सत कथा एत बढ़िया टेस्ट आपण मैंने प्राय तो कौटी मिलबनी आ सत कथा कहूँ माने खाली कहले हेनी आपण मैंने आसी खाइला तापर आपण कमेंट कहे आम कहीं कहूँ कि एति कहूँ धन्यवाद दो भौणी की साहस को आउ स्वाद को दीटा को आ दास भाईना जोटा कि माने कही आसला जोटा कि स्ट्रीट फूड आउ आपण पाखे पहुँचा माने जोटा कि माने कहले माने कम पैसा रे भल खाइबा ता सहित जोटा माने जोटा आवश्यक जोटा हेल्प जन को आवश्यक से जिनटा आपण पाखे पहुँचा माने आमको लगुच आपण हृदय को निश्चय भिडियोटी छुई देव जेहेतु कौन गोटे भौणी की सलाम ये साहस आउ एति कहू दास ब्रदर्स जो भाया भल पाए दौरान ना से भल पाइबाटा दास भाईना को भी दिखाँ आ जब भिडियोटी आपको भल लगी तो लाइक टे करेंगे शेयर टे करेंगे सब्सक्राइब मन करेंगे आ जेहेतु आम गोटे छोट प्रयास टी आरंभ करूँ खाली आपन भल पाइबा दरकार जदि सतर हृदय को छुई दिव ना आउ जदि आप गंगपड़ार जो सांग मैंने देखुं निश्चय कमेंट करेंगे तो पुणी एक नुआ भिडियो देखा जय जगन्नाथ जय जगन्नाथ।